କଞ୍ଚା ହଳଦୀ ଖାଇବାର ଗୁଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ରୋଗ ପ୍ରତିରୋଧ କ୍ଷମତା ବଢ଼ାଏ, ହଜମ ଶକ୍ତିକୁ ଉନ୍ନତ କରେ, କ୍ୟାନ୍ସର ପ୍ରତିରୋଧରେ ସାହାଯ୍ୟ କରେ, ଆର୍ଥ୍ରାଇଟିସର ବ୍ୟଥା କମାଏ, ଡାଏବେଟିସକୁ ନିୟନ୍ତ୍ରଣ କରେ, ମସ୍ତିଷ୍କର ସ୍ୱାସ୍ଥ୍ୟ ଭଲ ରଖେ। କଞ୍ଚା ହଳଦୀ ଚର୍ମର ଉଜ୍ଜ୍ୱଳତା ବଢ଼ାଏ, ଚର୍ମକୁ ସଂକ୍ରମଣରୁ ସୁରକ୍ଷା କରେ, ଚୁଟି ଝଡ଼ିବା କମାଇବାରେ ସାହାଯ୍ୟ କରେ, ମୁଣ୍ଡର ରୁପି ଓ କୁଣ୍ଡେଇବା ଦୂର କରେ। ଉତ୍ତଙ୍କ ମହାଭାରତ ଯୁଦ୍ଧର ଅବସାନ ପରେ ଯୁଧିଷ୍ଠିର ସିଂହାସନ ଆରୋହଣ କଲେ। ବ୍ୟାସଦେବଙ୍କ ପରାମର୍ଶରେ ସେ ଅଶ୍ୱମେଧ ଯଜ୍ଞ କଲେ। ଏସବୁର ସମାପନ ପରେ ଶ୍ରୀକୃଷ୍ଣ ହସ୍ତିନାରୁ ବିଦାୟ ନେଇ ଦ୍ୱାରକା ଅଭିମୁଖେ ପ୍ରସ୍ଥାନ କଲେ। ଏହି ସମୟରେ ସେ ପଥ ମଧ୍ୟରେ ମହର୍ଷି ଉତ୍ତଙ୍କଙ୍କୁ ଭେଟିଥିଲେ। ଉତ୍ତଙ୍କ ମୁନି ଶ୍ରୀକୃଷ୍ଣଙ୍କୁ ଦେଖି ପାଣ୍ଡବ ଓ କୌରବମାନଙ୍କର କୁଶଳ ଜିଜ୍ଞାସା କଲେ। ଶ୍ରୀକୃଷ୍ଣଙ୍କଠାରୁ ମହାଭାରତ ମହାଯୁଦ୍ଧ ଓ ସେହି ଯୁଦ୍ଧର ପରିଣାମ ସ୍ୱରୂପ କୁରୁବଂଶର ସମସ୍ତ ଯୁଦ୍ଧରେ ବିନାଶ ହେବା ଶୁଣି ଉତ୍ତଙ୍କ ଅତ୍ୟନ୍ତ କ୍ରୋଧିତ ହୋଇଉଠିଲେ। କାରଣ ସର୍ବଶକ୍ତିମାନ ସ୍ୱୟଂ ଶ୍ରୀକୃଷ୍ଣ ଥାଉ ଥାଉ ଏ ଯୁଦ୍ଧ ସଂଗଠିତ ହେଲା କିପରି, ତାହା ଦେଖି ଶ୍ରୀକୃଷ୍ଣ ତାଙ୍କୁ ବୁଝାଇ କହିଲେ, ତୁମ ଦୃଷ୍ଟିରେ ମୁଁ ସ୍ୱୟଂ ଭଗବାନ, ଅମିତ ବଳଶାଳୀ, ସର୍ବକର୍ମର କର୍ତ୍ତା, ଧର୍ତ୍ତା ଓ ଭାଗ୍ୟ ବିଧାତା। ମାତ୍ର ମୁଁ ଯେହେତୁ ଏବେ ମନୁଷ୍ୟ ଯୋନିରେ ଜନ୍ମ ଗ୍ରହଣ କରିଛି, ମୋର କ୍ରିୟା ଓ କର୍ମ ସୀମିତ ଓ ମନୁଷ୍ୟୋଚିତ। କୌରବମାନଙ୍କୁ ଯୁଦ୍ଧ ନ କରିବା ପାଇଁ ମୁଁ ବହୁ ଭାବରେ ବୁଝାଇଛି। ମୋର ଅମିତ ଶକ୍ତି ମଧ୍ୟ ପ୍ରଦର୍ଶନ କରିଛି। ମାତ୍ର ସେମାନେ ଏହାକୁ ମାୟା ଭାବି ମୋତେ ବନ୍ଦୀ କରିବା ପାଇଁ ମଧ୍ୟ ଉଦ୍ୟତ ହୋଇଥିଲେ। ପୁନଶ୍ଚ ଉତ୍ତଙ୍କଙ୍କୁ ବୁଝାଇ ଶ୍ରୀକୃଷ୍ଣ କହିଲେ, ପ୍ରବବ୍ଧ ଓ ବିଧିର ଲିଖନକୁ ବୁଦ୍ଧି ବା ବଳ ସାହାଯ୍ୟରେ କେହି ଅତିକ୍ରମ କରିପାରିବେ ନାହିଁ। ତେଣୁ ଧର୍ମାତ୍ମା ପାଣ୍ଡବମାନଙ୍କ ସହିତ ଯୁଦ୍ଧ କରି ପାପାତ୍ମା କୌରବମାନଙ୍କର ବିନାଶ ହେଲା। ଜୟ ଶ୍ରୀ ଜଗନ୍ନାଥ।